ବ୍ରହ୍ମପୁରରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର 112ଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ ଭି କୀର୍ତ୍ତିବାସନ। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମର ନୂତନ ଜିଲ୍ଲାପାଳ ଭି କୀର୍ତ୍ତିବାସନ ଆଜି କାର୍ଯ୍ୟରେ ଯୋଗଦାନ କରି 112ଟି ଅଭିଯୋଗ ଶୁଣିଥିଲେ। ଏହି ଅଭିଯୋଗ ଶୁଣାଣିରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡକ୍ଟର ସର୍ବଣା ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜ ସିକ୍ରେ ଓ ବ୍ରହ୍ମପୁରର ଭାରପ୍ରାପ୍ତ ଉପଜିଲ୍ଲାପାଳ ତଥା ଛତ୍ରପୁରର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥସାରଥୀ ହାଁସଦା ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ। ଆଜିର ଅଭିଯୋଗଗୁଡ଼ିକ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା, ଭତ୍ତା, ଜମି, ଶ୍ରମିକ କାର୍ଡ, ରାସନ କାର୍ଡ ଇତ୍ୟାଦି ବିଷୟକୁ ନେଇ ରହିଥିଲା। ସମୁଦାୟ 112ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ 95ଟି ଓ ଗ୍ରାମ ଭିତ୍ତିକ ସମସ୍ୟା 8ଟି ରହିଥିବା ବେଳେ 5ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା। ରେଡ୍କ୍ରସ ତରଫରୁ 4 ଜଣଙ୍କୁ 12,000 ଟଙ୍କା ସହାୟତା ରାଶି ଚେକ୍ ଦ୍ୱାରା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ କୀର୍ତ୍ତିବାସନ ଆଜି କାର୍ଯ୍ୟରେ ଯୋଗଦାନ କରିଥିବା ହେତୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲାର ଉନ୍ନତି ଓ ସରକାରଙ୍କ ବିଭିନ୍ନ ଯୋଜନା ଲୋକଲୋଚନକୁ ପହଞ୍ଚାଇବାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ଏବଂ ସମସ୍ତେ ମିଳିମିଶି କାମ କରିବା ବୋଲି କହିଥିଲେ। ଏହି ଶୁଣାଣିରେ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡର ବିଡିଓ ତହସିଲଦାର ଉପସ୍ଥିତ ରହିଥିଲେ। ଆଜି ସମସ୍ତଙ୍କର ଆଶୀର୍ବାଦରେ ଏଠି ପୁଣି ଥରେ ଗୋଟେ ସୁଯୋଗ ପାଇଛି ଗଞ୍ଜାମ ଜିଲ୍ଲାରେ ସେବା କରିବା ପାଇଁ ଏବଂ ଯେହେତୁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ପ୍ରାୟୋରିଟି ରହୁଛି ଲୋକଙ୍କର ଜନଶୁଣାଣି ଏବଂ ଗ୍ରୀଭାନ୍ସ ଲେଟର କେତେ କମ ସମୟରେ ଯୁଦ୍ଧକାଳୀନ ଭିତରେ କରିପାରିବା ସେହି ଉଦ୍ଦେଶ୍ୟରେ ଆଜି ଏଠି ଜିଲ୍ଲା ସ୍ତର ଜନଶୁଣାଣି ମଧ୍ୟ ଆୟୋଜନ କରୁଛୁ ଏବଂ ଆମର ପ୍ରଚେଷ୍ଟା ସବୁବେଳେ ଜାରି ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଚାଲୁ ରହିବ। କେତେ ଲୋକଙ୍କର ଲଜିକାଲ କନକ୍ଲୁଜନ କରିବା ତାଙ୍କର ଗ୍ରୀଭାନ୍ସ ଗୁଡାକ ଏବଂ ସେବା ଗୁଡାକ କେମିତି ଲୋକଙ୍କ ପାଖକୁ ପହଞ୍ଚିବ ଏବଂ ଯେହେତୁ ଆଜି ବ୍ରହ୍ମପୁର କର୍ପୋରେସନରେ ହଉଛି କର୍ପୋରେସନ ରିଲେଟେଡ ବିଭିନ୍ନ ଇସ୍ୟୁଜ ମଧ୍ୟ ନୂଆ କମିଶନ ମଧ୍ୟ ଜଏନ୍ କରିଛନ୍ତି। ଗୋଟେ ନୂଆ ଟିମ୍ ସମସ୍ତଙ୍କୁ ଏବେ ଏକାଠି ହେଇକି ଆମେ କାମ ଆଗକୁ ନେଉଛୁ। ଆମର ମିଡିଆ ବନ୍ଧୁଗଣ ସମସ୍ତଙ୍କର ସହଯୋଗରେ ଏବଂ ମାନ୍ୟବର ଲୋକପ୍ରତିନିଧି ସମସ୍ତଙ୍କର ଆଡଭାଇସକୁ ନେଇକି ଆମେ ଆଗକୁ ବଢିବୁ ବୋଲି ମୁଁ ଆଶା କରୁଛି।